ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଚମ୍ପେଶ୍ୱର ମହାଦେବଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ନୟାଗଡ଼ ଜିଲ୍ଲାଠାରୁ 70 କିଲୋମିଟର ଏବଂ କଟକ ଜିଲ୍ଲାରେ ଏହି ମନ୍ଦିର ରହିଛି। ଏହା ଅତୀବ ସୁନ୍ଦର ଏବଂ ରମଣୀୟ ସ୍ଥାନ ଅଟେ। କିମ୍ବଦନ୍ତୀ କହେ ଏହି ସ୍ଥାନଟି ଘଞ୍ଚ ଜଙ୍ଗଲ ମଧ୍ୟରେ ଥିଲା। ନିକଟସ୍ଥ ଗ୍ରାମରୁ ଏକ କାଳିଗାଈ ଆସି ଏକ ପଥର ଉପରେ କ୍ଷୀର ଦେଉ। ମନ୍ଦିରର ପୂଜକ ଶ୍ରୀ ସୁଶାନ୍ତ କୁମାର ରାଉଳ ଯାହା କୁହନ୍ତି, ଦେଖନ୍ତୁ ଆଜ୍ଞା, ଏଇ ମନ୍ଦିରଟି ବେଶ ପୁରୁଣା ମନ୍ଦିର ଅଟେ। ଆଉ ଏଠାରେ କାର୍ତ୍ତିକ ପୂର୍ଣ୍ଣିମା ବେଶ ଜାକଜମକରେ ପାଳନ ହୁଏ। ଏହି ମନ୍ଦିରରୁ ପାଖାପାଖି ଓଡ଼ିଶା ବାହାରୁ ମଧ୍ୟ ପର୍ଯ୍ୟଟକମାନେ ପାଖାପାଖି 1000ରୁ ଅଧିକା କଇଁଛ ଏହି ପୋଖରୀରେ ରହିଛନ୍ତି। ଶୁଣାଯାଏ ମନ୍ଦିର ନିର୍ମାଣରେ ଏହି କଇଁଛମାନଙ୍କର ଭୂମିକା ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ।